କୁନୁ ବହି ଆଜ୍ଞା ନେଇଥିଲେ ମେଳାକୁ ମେଳାକୁ ନେଇଥିଲେ। ସେ ଫେରିଲା ବେଳକୁ ମୋ ଝିଅକୁ ଦୁଷ୍କର୍ମ କରି ଘରକୁ ଆଣିଲେ। ସନ୍ଧ୍ୟା ହେଇଥିଲା ଆଜ୍ଞା। ଆଉ ହାତ ଧରିକି ଆଣିଲେ। ହାତ ଧରିକି ଆଣିଲା ଭିତରେ ଆମେ ଭାବିଲୁ ତାଙ୍କର ବି ତ ଝିଅ ଆମର ବି ଝିଅ, ଆଉ ଆଜ୍ଞା ତ ଏତେ ରାତି ହେଲେ ବି ଆଣନ୍ତୁ। ଆମେ କହିଲୁ କି ଝିଅକୁ, ହଉ ଝିଅ ଆସିଲୁ ଆଉ ଭାତ ତା ଖାଅ ଆଉ ଶୋଇପଡ଼ା, ଏମିତି କହିଲୁ। ଆଉ ଆଜ୍ଞାକୁ ବି ଭଲ ମନ୍ଦ ଏମିତି କ'ଣ କ'ଣ କହିଲୁ ଆଜ୍ଞା। ଆଉ ସେଠୁ ଗଲେ ଆଜ୍ଞା ଯାଉଛି ଏମିତି କହିଲେ, ହଁ ଆଜ୍ଞା ଯାଆନ୍ତୁ। ଆଉ କିଛି ଦିନ ଗଲା ପରେ ଆଉ ସେ ହଷ୍ଟେଲ ଭିତରେ ବି ଆମ ଝିଅକୁ କ'ଣ ବିସ୍କେଟ୍ ଫିସ୍କେଟ୍ ଦେଇ ତାର ରୁମ୍କୁ ନେଇ ହଇରାଣ କରୁଥିଲେ ପରା। ଆଉ ସେ ଝିଅମାନେ ଦେଖିଲେ, ଆଉ ଝିଅମାନେ ଏମିତି କଥାବାର୍ତ୍ତା ହେଇକି ଆଉ କାଲି ସେ ବହି ସାର୍ ନଥିଲେ, ହେଡ୍ ସାର୍କୁ ଡାକିଲେ, ସାର୍ ଆଉ ଆମକୁ ଟିକେ ପାଠ ପଢ଼େଇ ଦିଅନ୍ତୁ ଏମିତି କହିଲେ। ଯେମିତି ଆଉ ସେ ଆଉ ପୁଅ ପିଲାମାନଙ୍କୁ ବାହାରକୁ କାଢ଼ନ୍ତୁ ସାର୍, ଆଉ କହିବୁ ଏମିତି। ଆଉ ଆମ ଗାଁ ମା' ମାନେ ମିଟିଂ କରିଥିଲେ। ଆଉ ସେତେବେଳକୁ ପଚାରିଲେ କି ଆଉ କେଉଁ ସାର୍ ଭଲ, ଆଉ ତୁମର 3 ଜଣ ଭିତରେ? ନାଇଁ, ଆଉ 2 ଜଣ ସାର୍ ଭଲ, ଆଉ କୁନୁ ସାର୍ ଖରାପ, ସେ ଅଭଦ୍ର ଲୋକ। ଆଉ ଏମିତି ଏମିତି ଆମକୁ ହାତ କରୁଛି, ଆଉ ଆମକୁ ଏମିତି ଧରାମରା କରୁଛି, ଏମିତି ବୋଲି କହିଲେ। ସେଠୁ ଆମର ଝିଅ କହିଲେ କି ମୋତେ ବିଜ୍ଞାନ ମେଳାକୁ ନେଇଥିଲା, ସେତେବେଳକୁ ମୋତେ ଏମିତି ଅଧା ବାଟରେ ସାର୍ ଏମିତି ହଇରାଣ କଲା। ତାପରେ ଏବେ ବି ଆଣିକି ଆର ହଷ୍ଟେଲରେ ବି ଏମିତି 6 ଥର ମୋତେ ହଇରାଣ କରିଛି ବୋଲି କହିଲେ। ଝିଅର ନିଅ ଖୋଜୁଛି ଆଜ୍ଞା, ନିଅ ଖୋଜୁଛି। ଦେଖନ୍ତୁ, ଆମେ ସମସ୍ତେ ମର୍ମାହତ ଦୁଃଖିତ। ଏତେ ବଡ଼ ନୃଶଂସ କାମ ଆମ ଗାଁରେ ହେଇଛି। ଆମେ ସରପଞ୍ଚଙ୍କର ଦ୍ୱାର ମୁହଁର ସ୍କୁଲ, ଏତେ ବଡ଼ ମନୁଷ୍ୟର ଯେଉଁ ଲୋକ ପଶୁ, ସେ ମଣିଷ ନୁହଁ ପଶୁ, ଯେଉଁଭଳିଆ ନିରୀହ ଛୋଟ ଝିଅକୁ ବାରମ୍ବାର ଯେଉଁ ନଭେମ୍ବର 21 ତାରିଖରେ ବିଜ୍ଞାନ ମେଳାକୁ ନେଇ ସେ ପ୍ରଥମେ ତାକୁ ଜବରଦସ୍ତ ଶାରୀରିକ ସମ୍ପର୍କରେ ରେପ୍ କଲା। ତା ସହିତ ଏଠି ସ୍କୁଲରେ ତାର ନିଜର କ୍ୱାର୍ଟରରେ ମଧ୍ୟ ସେ 6 ଥର ତାକୁ ରେପ୍ କରିଛି, ଶାରୀରିକ ସମ୍ପର୍କ ରଖିଛି, ତାକୁ ଧମକ ଚମକ ବି ଦେଇଛି ଯେ ଏ କଥା ଯଦି ପରିପ୍ରକାଶ ବାହାରେ କରିବୁ କି ବାପା ମାଆକୁ କହିବୁ ତତେ ଜୀବନରୁ ମାରିଦେବା ପାଇଁ। ଏଭଳିଆ ନୃଶଂସ, ସେ ମଣିଷ ନାହିଁ, ମାଷ୍ଟର ନାହିଁ, ସେ ନୃଶଂସ, ଏଟା ପଶୁ, ସିଏ ଏଭଳିଆ କାର୍ଯ୍ୟ କରିଛି। ସାର୍ ଦିନ 12ଟା ବେଳେ ପିଲାମାନେ 3-4 ଜଣ ଖଣ୍ଡେ ଝିଅ ଆସିଲେ। ଆଉ ମୁଁ କ୍ଲାସ୍ କରୁଥିଲି। ସେ କହିଲେ ସାର୍ ପିଲାମାନଙ୍କୁ ଟିକେ ପୁଅ ପିଲାମାନଙ୍କୁ ଟିକେ ବାହାରକୁ ପଠାଇ ଦିଅନ୍ତୁ, ତାହେଲେ ଆପଣ ଟିକେ ଆମ ସାଙ୍ଗରେ କଥାବାର୍ତ୍ତା ଟିକେ ହେବ। ଝିଅ ପିଲାମାନେ 3-4 ଜଣ ଝିଅ। ତାପରେ ମୁଁ କହିଲି କ'ଣ ହେଲା କ'ଣ ଏଠି? ସେ କହିଲେ ନାହିଁ ସାର୍ ଟିକେ ପର୍ସନାଲ୍ କଥା ହଉ। ତାପରେ ସେ କହିଲେ ଆଉ ସାର୍ ଆଉ ପିଲାମାନେ ବାହାରକୁ ଗଲା ପରେ ସେମାନେ କହିଲେ ସାର୍ ଆଉ ଆମକୁ କୁନୁ ଭାଇ ସାର୍ ମାନେ ଖରାପ ଆଚରଣ ଦେଖାଉଛନ୍ତି। କ'ଣ ଆଚରଣ ଦେଖାଉଛନ୍ତି ନା ହାତ ଏପଟ ସେପଟ ମାରୁଛନ୍ତି କଥାବାର୍ତ୍ତା ବେଳେ। ତାପରେ ଆଉ ତାଙ୍କୁ ମୁଁ କିଛି କହିଲି, ହଉ ଠିକ୍ ଅଛି ତୁମେ ବସ। ତାପରେ ମୁଁ ପଳେଇଲି ମୋ ଅଫିସରେ ବସିଲି ଟିକେ। ତାପରେ ଆମର କ'ଣ ସାର୍ ଥିଲେ ଆମର ଆସିଷ୍ଟାଣ୍ଟ ଟିଚର୍, ତାକୁ ଟିକେ ଡିସ୍କସନ୍ କଲି କ'ଣ କରିବା, ଏମିତି ଗୋଟେ ପିଲାମାନେ କହୁଛନ୍ତି। ତାପରେ ତାପରେ ସାର୍ ଯାଇକି ଆମ SMC ମେମ୍ବରମାନଙ୍କୁ, ଆମ ପ୍ରେସିଡେଣ୍ଟକୁ କଣ୍ଟାକ୍ଟ କରିବାକୁ ଚେଷ୍ଟା କଲୁ ଆମେ। କଲା ପରେ ସେ କହିଲେ ନାଇଁ ସାର୍ ମୁଁ 3ଟା ବେଳୁ ଆସିବି। ସେ ନଥିଲେ ଆମର ସଭାପତି ବାବୁ, 3ଟା ବେଳୁ ଆସିଲେ। ଆସିଲା ପରେ ସେ କହିଲେ ସାର୍ ଆମେ ଗୋଟେ SMC ବୈଠକ ବସିବା। ବସିଲା ପରେ କ'ଣ ହେଇଛି କ'ଣ ନାହିଁ ତାପରେ ଡିସ୍କସନ୍ କରିକି ଆମେ ଯାହା କିଛି ଆମେ ପଦକ୍ଷେପ। ଶୁଣନ୍ତୁ, ଯେଉଁ ଆପଣଙ୍କର ବିଜ୍ଞାନ ମେଳା ଥିଲା ଗାର୍ଲସ ହାଇସ୍କୁଲ ଫୁଲବାଣୀ, ସେଦିନ କୁନୁ ଭାଇ ସାର୍ ନେଇଥିଲେ ବୋଲି ସେଠି ଝିଅ ଯାହା ଅଭିଯୋଗ କରୁଛି ଯେ ତାଙ୍କୁ ସେ ମାନେ ବିଜ୍ଞାନ ମେଳାକୁ ନେଇଥିଲେ, ସେଠୁ ଆସିଲା ବେଳକୁ ବାଟରେ ସେ ଦୁଷ୍କର୍ମ। ସାର୍ ସେଇଟା ତ କ'ଣ ହେଇଛି ମୁଁ କହିପାରିବି ନାହିଁ, ସେଟା ମ୍ୟାଟର୍ ଅଫ୍ ଇନଭେଷ୍ଟିଗେସନ୍। ଆଉ ସାର୍ ଯଦି ନେଇଥିଲେ ଆଣିଥିଲେ କ'ଣ ହେଇଛି ସେ ବିଷୟରେ କିଛି କହିପାରିବି ନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ଆପଣଙ୍କ ସ୍କୁଲରେ ମଧ୍ୟ 6 ଥର ଦୁଷ୍କର୍ମ ହେଇଛି, ସେଇଟା ମୁଁ କହିପାରିବି ନାହିଁ। କ୍ୱାର୍ଟରରେ ରହୁଛନ୍ତି ନା ଯିବା ଆସିବା କରୁଛନ୍ତି? ନାଇଁ, ସେ ତ ଯେହେତୁ ସୁପରିଟେଣ୍ଡେଣ୍ଟ ଅଛନ୍ତି ହଷ୍ଟେଲ, ବର୍ତ୍ତମାନ ଆମର ପାରୁଣୀ ସାର୍ ଥିଲେ, ରିଟାୟାର୍ଡ଼ ହେଇଗଲେ। ବର୍ତ୍ତମାନ ସାର୍ ଅଛନ୍ତି, ତେଣୁ ସେ ସୁପରିଟେଣ୍ଡେଣ୍ଟ ହିସାବରେ ସେ ଅଛନ୍ତି, ହଷ୍ଟେଲରେ ରହୁଛନ୍ତି। ନାଇଁ 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 କିଛି କରିନାହାନ୍ତି ସାର୍, ତା ଉପରେ ମୋତେ କିଛି କହିନାହାନ୍ତି। ସାର୍ ଶୁଣନ୍ତୁ, ଯେଉଁଦିନ ସେ କହିଲେ, ମୁଁ ସାଙ୍ଗରେ ଆମର ସାଙ୍ଗେ ସାଙ୍ଗେ ଆମେ ଯାଇକିରି କଥାବାର୍ତ୍ତା କରୁଛୁ ଏଫ୍ସିଏମ୍ ସାଙ୍ଗରେ। ସେଇ କାଲି ହିଁ ସେ କହିଲେ, ଆଗରୁ କେବେ ମୋତେ ଏ ବିଷୟରେ କିଛି କହିନାହାନ୍ତି। ତାପରେ ଏଇଭଳିଆ ଯେଉଁ ଶିକ୍ଷକ ମାନେ ପିଲାଙ୍କ ପ୍ରତି ମାନେ ଦୁର୍ବ୍ୟବହାର କରୁଛନ୍ତି, ତାଙ୍କ ପ୍ରତି କ'ଣ? ସାର୍ ଶୁଣନ୍ତୁ, ବର୍ତ୍ତମାନ ଏଇଟା ମ୍ୟାଟର୍ ଅଫ୍ ଇନଭେଷ୍ଟିଗେସନ୍। ବର୍ତ୍ତମାନ ସେ କ'ଣ ହେଇଛି କି ନ ହେଇଛି ଆମେ ତ କିଛି ଜାଣିନୁ। ତାପରେ ସେମାନେ କମ୍ପ୍ଲେନ୍ କଲେ, ଯେହେତୁ ଗୋଟେ ହେଡ଼ମାଷ୍ଟର ହିସାବରେ ମୋର SMC ଅଛି, ମୋର ଦାୟିତ୍ୱ ରହିଛି, ମୁଁ SMCକୁ କଥାବାର୍ତ୍ତା କରିବି। ତାପରେ ମୁଁ ଯାହା କିଛି ପଦକ୍ଷେପ ନେବା ପାଇଁ ଚେଷ୍ଟା କରିବି। ବର୍ତ୍ତମାନ ଶିକ୍ଷକ କୋଉଠି ଅଛନ୍ତି? କାଲି ତ ସାର୍ ଆମେ ସକାଳେ ଆଜି ମୁଁ ଖବର ପାଇଲି ଯେ ନାଇଁ ସେ ତାଙ୍କୁ ଥାନା ବାଲା ନେଇଯାଇଛନ୍ତି। କ'ଣ ପାଇଁ ନେଇଛନ୍ତି ଆମେ ଜାଣିନୁ। ଆକ୍ଚୁଆଲି ଆମେ ସାର୍ଙ୍କ ମଧ୍ୟ ଆମର ଯିଏ ବয়োଜ୍ୟେଷ୍ଠ ବ୍ୟକ୍ତି ଜଣେ ରହୁଛନ୍ତି ଏଠି, ଆମର ଭଞ୍ଜ ସାର୍, ସିଏ କହିଲେ ନାଇଁ ସାର୍ ଆଉ ଆଗ ଟିକେ କଥାବାର୍ତ୍ତା ଆମେ କରିବା, SMC ସାଙ୍ଗେ କଥାବାର୍ତ୍ତା କରିବା, କଥା କଲା ପରେ ଯାହା ହେଇଛି।
ସାର୍ ମୁଁ ଯେହେତୁ ଫୁଲବାଣୀ ରହୁଛି ତେଣୁ ମୁଁ କେମିତି ଜାଣିବି ସାର୍ ରାତିରେ ସେ ଆସିକି ନେଇଗଲେ। ସ୍କୁଲରେ କିଏ ରହୁଛନ୍ତି କେତେ ପିଲା ସୁପରଟେଣ୍ଡେଣ୍ଟ ରହୁଛି ସାର୍ ଆମର 40 ଆମର ହଷ୍ଟେଲ ଏଟା। କୁନୁ ଭାଇ ନିଜେ ସୁପରଟେଣ୍ଡେଣ୍ଟ ହଁ କୁନୁଭରି ଯେହେତୁ ଆମର ପାରମାଣିକ ସାର୍ ଥିଲେ ସେ ରିଟାୟାର୍ଡ଼ ହେଇଗଲେ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ଆମେ ଦାୟିତ୍ୱ ଦେଇଛୁ ସେ ଅଛନ୍ତି। ଆକ୍ଚୁଆଲି ଆଜି ଗୋଟେ ରିପୋର୍ଟ ଆମ ପାଖକୁ ଆସିଲା ସକାଳେ କେସ୍ ନମ୍ବର ଆମେ ରେଜିଷ୍ଟର କଲୁ ଏଇଟା ଗୋଛାପଡ଼ା PS କେସ୍ ନମ୍ବର 35 ଏଥିରେ ଗୋଟେ ମାଇନର ଗର୍ଲ ସେ ସ୍କୁଲରେ 8th ଷ୍ଟାଣ୍ଡାର୍ଡ଼ରେ ପଢ଼ୁଥିଲା ତ ତାକୁ ତାଙ୍କର ଟିଚର ଯିଏ ଅଛନ୍ତି ସେ ତାକୁ କିଛି ହାରାସ କରିଛନ୍ତି ସେକ୍ସୁଆଲି ହାରାସ କରିଛନ୍ତି ତ ତା ଉପରକୁ ନେଇକରି କମ୍ପ୍ଲେନ୍ ଆସିଥିଲା କମ୍ପ୍ଲେନ୍ ଆସିଲା ପରେ ଆମର ଇମିଡ଼ିଏଟଲି IIC ଗୋଛାପଡ଼ା ଟିମ୍ ବନେଇକରି ଆପ୍ରିହେଣ୍ଡ କରିଛନ୍ତି ଆକ୍ୟୁଜ୍କୁ ଆପ୍ରିହେଣ୍ଡ କରିଛନ୍ତି ଆଉ ଅଦର ଇନଭେଷ୍ଟିଗେସନ୍ ବି ଆମେ ଚଲାଉଛୁ କାହାକୁ ରିଭିଲ୍ କରିଥିଲା ଝିଅ ଭିକ୍ଟିମ୍ କାହାକୁ ରିଭିଲ୍ କରିଥିଲା କ'ଣ ସବୁ ଜିନିଷକୁ ଆମେ ଆଧାର କରିକରି ଇନଭେଷ୍ଟିଗେସନ୍ କରୁଛୁ। ଭିକ୍ଟିମ୍ ନା କ'ଣ କିଏ ସେ ଭିକ୍ଟିମ୍? ଭିକ୍ଟିମ୍ ନାଁଟା ଆକ୍ଚୁଆଲି ଏଇଟା ଟିକେ କହିହେବନି ନଟ୍ ଟୁ ବି ରିଭିଲ୍ଡ ବିକଜ୍ ଏଇଟା ସିକ୍ରେଟ୍। କେସ୍ ହେଇସାରିଲା ନା ନାଇଁ କେସ୍ ହେଇସାରିଲା ପରେ ବି ତାଙ୍କ ଯେହେତୁ ଏଇଟା ମ୍ୟାଣ୍ଡେଟୋରି ଅନପକ୍ସୋ ଆକ୍ଟ କି ଭିକ୍ଟିମ୍ର ନାଁ କି କୌଣସି ଡିଟେଲ୍ସ ଦେଇହେବନି। ମାନେ ଭିକ୍ଟିମ୍ ନାହିଁ ଆଚ୍ଛା ଅଭିଯୁକ୍ତ ହେଉଛି ତାଙ୍କର ସେଇ ସ୍କୁଲର ସେ ଶିକ୍ଷକ ଜଣେ ତାଙ୍କ ନାଁ ହେଉଛନ୍ତି କୁନୁ ଭୋଇ ବୋଲି ଚାଲିଛି ଇନଭେଷ୍ଟିଗେସନ୍ ଚାଲିଛି ଯେହେତୁ ମ୍ୟାଟର୍ ବହୁତ ସିରିୟସ୍ ନେଚର୍ ତ SP ସାର୍ ନିଜେ ଏଇଟା ଫୋନ୍ରେ ନିଜେ ତଦାରଖ କରୁଛନ୍ତି ସାର୍ ବି ଇନଷ୍ଟ୍ରକ୍ସନ୍ ବହୁତ ସାରା ଦେଇସାରିଲେଣି ତ ଆମେ ଇମିଡ଼ିଏଟଲି ସବୁ ଇନଷ୍ଟ୍ରକ୍ସନ୍କୁ କମ୍ପ୍ଲାଏ କରି ଆମେ ବହୁତ ଜଲ୍ଦି ଏଇଟା ସାର୍ କନ୍ଧମାଳ ଜିଲ୍ଲାରେ ପ୍ରାୟତଃ ଏଭଳିଆ ଘଟୁଛି ସେ ଲୋକ ବଡ଼ ଆକ୍ସନ୍ ହେଉନି ଯାହାଫଳରେ ମାନେ ସାହସ ପାଉଛନ୍ତି ଏଟାକୁ ରେଡ୍ ରିବନ୍ରେ ଆପଣ ବୁକ୍ କରିବେ କି? ନିଶ୍ଚିନ୍ତ ଏଇଟା ନିଶ୍ଚିନ୍ତ ଯେହେତୁ ବହୁତ ସିରିୟସ୍ ଇନ୍ ନେଚର୍ ସାର୍ ଅଲରେଡ଼ି ମୁଁ ସାର୍ ଟଚ୍ରେ ରହିକରି କଥା ହେଉଥିଲେ ନିଜେ IICଙ୍କ ସହିତ କଥା ହେଉଛନ୍ତି ଏଇଟା ବହୁତ ସିରିୟସ୍ କେସ୍ଟା ତ ସିରିୟସନେସ୍ ନେଇକରି ଏଇଟା କରାଯିବ ରେଡ୍ ରିବନ୍ରେ ଯିବ କି କେସ୍? ଡେଫିନେଟଲି ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଆଣ୍ଡ ସିରିୟସ୍ କେସ୍ଟା ଏଇଟ୍ କେସ୍ ହେବ।